ଏକ କଲରା ମଞ୍ଜି ପାଇଲା। ସେହି କଲରା ମଞ୍ଜିକୁ ବାରିପଟେ ଲଗାଇ ବୁଢ଼ୀ ମାଉସୀ କହିଲା, ମଞ୍ଜିରେ ମଞ୍ଜି, କାଲିକୁ ଯଦି ଗଜା ନ ହେବୁ ତେବେ କମାର ଘର କଟୁରୀରେ ହାଣିଦେବି। ସତକୁ ସତ ମଞ୍ଜି ଡୋରି ଯାଇ ତା ପରଦିନ ଗଜା ହୋଇଗଲା। ପୁଣି ବୁଢ଼ୀ ମାଉସୀ ଆସି କହିଲା, କାଲିକୁ ଯଦି ଗଛ ହୋଇନଥିବୁ ତେବେ କମାର ଘର ଦାଆଣି କାଟିଦେବି। ସତକୁ ସତ ତା ପରଦିନ ବୁଢ଼ୀ ମାଉସୀ ଦେଖିଲା ବେଳକୁ ଗଛରେ ଫୁଲ, ଫଳ ଓ 5ଟି କଲରା ପାଚି ଲାଲ ଟୁକ୍ ହୋଇଛି। ବୁଢ଼ୀ ମାଉସୀ କଲରାକୁ ଜଗି ବସିଲା। ଏତିକି ବେଳେ ଗୋଟିଏ କାଉ ସେଇପଟେ ଯାଉଥିଲା। ପାଚିଲା କଲରାକୁ ଦେଖି ତା ପାଟିରୁ ଲାଳ ବହିଲା। ସେ ବୁଢ଼ୀ ମାଉସୀକୁ କହିଲା, ମାଉସୀ, ମୋତେ ଗୋଟିଏ ପାଚିଲା କଲରା ଦେ। ମାଉସୀ କହିଲା, ନେବୁ ଯେ, ଯା ଆଗ ନୂଆ କୂଅରୁ ପାଣି ଆଣି ଥଣ୍ଟଟା ଧୋଇଦେବୁ। କାଉ ଉଡ଼ି ଉଡ଼ି କୂଅ ପାଖକୁ ଗଲା ଓ କହିଲା, ଦେ କୂଅ, ଦେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ଦେ କୂଅ, ଦେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୂଅ କହିଲା, ପାଣି ଦେବି ଯେ, ଯା କୁମ୍ଭାର ଘରୁ ଗୋଟିଏ ମାଠିଆ ଆଣିବୁ। କାଉ ଉଡ଼ି ଉଡ଼ି କୁମ୍ଭାର ଘରକୁ ଗଲା ଓ କହିଲା, ଦେ କୁମ୍ଭାର, ଦେ ମାଠିଆ, ଆଣେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ଦେ କୁମ୍ଭାର, ଦେ ମାଠିଆ, ଆଣେ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କୁମ୍ଭାର କହିଲା, ଦେବି ଯେ, ମୋ ପାଖରେ ମାଟି ନାହିଁ। ଯା ମାଟି ଆଣିବୁ, ମୁଁ ମାଠିଆ ତିଆରି କରି ତତେ ଦେବି। କାଉ ପୁଣି ଉଡ଼ି ଉଡ଼ି କମାର ପାଖକୁ ଗଲା ଓ କହିଲା, ଦେ କମାର, ଦେ କୋଦାଳ, ଖୋଳୁ ମାଟି, ଗଡ଼ୁ କୁମ୍ଭାର କଳସ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। ଦେ କମାର, ଦେ କୋଦାଳ, ଖୋଳୁ ମାଟି, ଗଡ଼ୁ କୁମ୍ଭାର କଳସ ଗୋଟି, କାଢ଼େ ପାଣି, ଧୁଏ ଥଣ୍ଟ, ଧାଇଁ ଧାଇଁ ଖାଏ କଲୁରୀ ବେଣ୍ଟ। କମାର କାଉକୁ କୋଦାଳ ଦେଲା। କମାର ପାଖରୁ କୋଦାଳ ପାଇ କାଉ ମାଟି ହାଣି କୁମ୍ଭାରକୁ ଦେଲା। କୁମ୍ଭାର ମାଠିଆ ଗଢ଼ିଦେଲା। କାଉ ମାଠିଆରେ କୂଅରୁ ପାଣି କାଢ଼ି ମୁହଁ ଧୋଇଲା ଏବଂ ବୁଢ଼ୀମା ପାଖକୁ ଯାଇ କଲରା ଖାଇଲା ଓ ମନ ଖୁସିରେ ଘରକୁ ଫେରିଲା।